এই ଚିତ୍ରଟି ହେଉଛି ଏକ ବୃତ୍ତର ଚିତ୍ର। ଏହି ବୃତ୍ତ ବିଷୟରେ ଆମେ ଜାଣିବା କ'ଣ? ବୃତ୍ତର କେନ୍ଦ୍ରବିନ୍ଦୁକୁ ଆମେ ଓ ଦେଲେ ନାମ। ଓ ବୃତ୍ତର ପରିଧି ପର୍ଯ୍ୟନ୍ତ ଯେଉଁ ରହିଛି ସରଳରେଖାଟି ଗଲା, ଏଇଟା ଓ ଏ ବ୍ୟାସାର୍ଦ୍ଧ। ବୃତ୍ତର ବ୍ୟାସାର୍ଦ୍ଧ। এই ବୃତ୍ତର ବ୍ୟାସାର୍ଦ୍ଧକୁ ଆମେ ଆର୍ କହନ୍ତି। ବୃତ୍ତର ବ୍ୟାସାର୍ଦ୍ଧକୁ ଆର୍ କହିବା। ଆର୍ ନାମରେ ଚିହ୍ନିତ କରନ୍ତି। ଏପଟିକି ଆମେ ଯଦି ଗୋଟେ ଗାର ଟାଣିବା, ତାହେଲେ ଏଇଟା ହେଲା ବି ଧର। ତାହେଲେ ଏ ବି ଯେଉଁ ହେଲା ବ୍ୟାସ, ଏଇଟା ବୃତ୍ତର ବ୍ୟାସ ହେଲା। ଏ ବି ସରଳରେଖାଟି ହେଲା ବୃତ୍ତର ବ୍ୟାସ। ବୃତ୍ତର ବ୍ୟାସ ଏ ବି ଇଜିକାଲ୍ ଟୁ ଆର୍। ଟୁ ଆର୍ ପରିବର୍ତ୍ତେ ଆମେ ଡି ଲେଖିପାରିବା। ବ୍ୟାସ ବୃତ୍ତର ବ୍ୟାସକୁ ଟୁ ଆର୍ ପରିବର୍ତ୍ତେ ଆମେ ଡି ବି ଲେଖିପାରିବା। ଏହାକୁ ମଧ୍ୟ ବୃତ୍ତର ବୃହତ୍ତମ ଜ୍ୟା କହିଥାନ୍ତି। ଏହି ବୃତ୍ତର ବ୍ୟାସକୁ ଆମେ ବୃହତ୍ତମ ଜ୍ୟା କହିଥାଉ। ତାହେଲେ ବୃତ୍ତର ପରିଧି କ'ଣ ଆମେ ଜାଣିବା। ଏବେ ବୃତ୍ତର ପରିଧି ହେଲା ବୃତ୍ତର ପରିଧି ସମାନ 2πr ବା πd। କାରଣ 2r = d। ଯେହେତୁ 2πr ଅଛି ବୃତ୍ତର ପରିଧି, ଆମେ ଜାଣିଛନ୍ତି 2r = d। ତେଣୁ ବୃତ୍ତର ପରିଧିକୁ ଆମେ πd କରିପାରିବା। πd ଭାବରେ ଲେଖିପାରିବା। ବୃତ୍ତର ପରିଧିକୁ ଆମେ πd ବି ଲେଖିପାରିବା। ବୃତ୍ତର ପରିଧି ହେଲା 2πr। ଏହାପରେ ଆମେ ଆୟତ ଚିତ୍ର ବିଷୟରେ ଜଣାଇବା।